ଦେଖିଲେ ଏ ପରିବେଶ ଦେଖି ଆପଣ ଜାଣିପାରୁଥିବେ କିଛି ଗୋଟେ କାର୍ଯ୍ୟକ୍ରମ ଚାଲିଛି। ହଁ ସତରେ ସେଦିନ ଥିଲା ମୋ ଝିଆରୀର ନିର୍ବନ୍ଧ। ମୁଁ ବାହାରି ଆସିଲା ବେଳକୁ ପଛେ ପଛେ ମୋ ଝିଅ ବି ବାହାରି ଆସିଲା ଗେଟ୍ ଯାଏ। ଆଉ ଦେଖୁନାହାନ୍ତି ସିଏ ପୁରା ଏବେ ମୋ ମା ହେଇଗଲାଣି। ମୋତେ କେମିତି ଚୁମା ଦେଉଛି। ଘରକୁ ଆସିଲେ ଗଲେ ଯେଉଁଠି ଦେଖିଲେ ସେ ମୋତେ କହିବ ମୋ ବତକ। ମୁଁ କେଉଁ ପଟୁ ତାକୁ ବତକ ଭଳିଆ ଦେଖାଯାଏ କେଜାଣି, ସିଏ ଜାଣିଥିବ। ଭୁବନେଶ୍ୱରରେ ହେଉଥିବା ପାରିବାରିକ ଫଙ୍କସନ୍ରେ ଆମେ ମା ଝିଅ ଦେଖା ହେଇଯାଉ। ସେ ତା ଘରୁ ଆସିଥାଏ ଆଉ ମୁଁ ମୋ ଘରୁ ଯାଇଥାଏ। ସେଇଠି ଦେଖା ହେଉ ଆଉ ବିଦା ହେଇଯାଉ। ସେଦିନ ବି ଥିଲା ଗୋଟେ ପାରିବାରିକ ଫଙ୍କସନ୍। ତେଣୁ ଆମେ ସବୁ ସେଇଠି ପହଞ୍ଚି ଯାଇଥିଲୁ। ସବୁ ନିଜ ଲୋକ ସେଇଠି ଏକାଠି ହେଇଥିଲେ। ଆଉ ଆମେ ତ ବୁଢ଼ାବୁଢ଼ୀ ହେଇଗଲୁଣି ନା, ଟିକେ ବସି ଯାଇଥିଲୁ। ଆଉ ଏମାନେ ତ ସବୁ ମୋର ବହୁ ପୁରୁଣା ପରିଚିତ। ଗୋଟେ ପଟେ ବନ୍ଧୁବାନ୍ଧବ ଆଉ ଗୋଟେ ପଟେ ପିଲାଦିନର ସାଙ୍ଗ। ସମସ୍ତଙ୍କୁ ଭେଟି ମନ ଖୁସିରେ ନାଚୁଥିଲା। ମୁଁ ସମସ୍ତଙ୍କ ପାଖକୁ ଯାଇ ଯାଇ ଖାଲି ଭିଡ଼ିଓ କରୁଥିଲି। ହେଲେ କେଉଁ ଭିଡ଼ିଓର କିଛି ଧାଡ଼ି ନାଡ଼ି ହିଁ ନଥିଲା। କେମିତି ଧାଡ଼ି ନାଡ଼ି ରଖିବି ଯେ ଏପଟୁ ଇଏ ଦେଖା ହେଲାଣି ତ ସେପଟୁ ସିଏ ଦେଖା ହେଲାଣି। ସେଠି ମୋ ପିଲାମାନେ ମୋତେ ଡାକିଲେଣି, ବୋଉ ଆ ତୋ ସାଙ୍ଗେ ଗୋଟେ ଫଟୋ ଉଠେଇବୁ ତ। ସେପଟେ ନୂଆ ଏଇ ଝିଅ ଜୋଇଁଙ୍କୁ ସାଙ୍ଗରେ ଫଟୋ ନ ଉଠିଲେ ମନ ବୁଝୁନି। ଏମିତି ସବୁ ଏପଟ ସେପଟ ହେଇ ହେଇ ମୁଁ ଖାଲି ଆଗୁଡ଼ୁ ବାଗୁଡ଼ୁ ଗୁଡ଼ାଏ ଭିଡ଼ିଓ କରିଦେଲି। ଆଉ ଆଜି ପୁଣି ସେଇ କଥା ବହୁତ ମନେ ପଡ଼ିଲା। ଭାବିଲି ଆଜି ହିଁ ଉପଯୁକ୍ତ ସମୟ। ଏ ଭିଡ଼ିଓ ତ ମୁଁ ଆଜି ପର୍ଯ୍ୟନ୍ତ ସେୟାର କରିପାରିଲିନି। ଆଜି ଯଦି ନ କରିବି ଆଉ କେବେ କରିବି? ଯେଉଁ ଶୁଭ ଦିନକୁ ଆମର ଏତେ ପ୍ରତୀକ୍ଷା ଥିଲା ସେ ଦିନଟା ଏତେ ଶୀଘ୍ର ଆସିଗଲା। ଆପଣମାନଙ୍କ ଜୀବନରେ ବି ଏମିତି ଘଟୁଥିବ। ନିର୍ବନ୍ଧ ପରେ ବିବାହର ଅପେକ୍ଷା। ଆଉ ଏମାନେ ସମସ୍ତ ସୁଦୂର ଶୁଆକାଠିରୁ ଆସିଥିଲେ। ମୋ ସାନ ଭାଇର ସାଙ୍ଗ ଆଉ ସାଙ୍ଗଙ୍କର ସ୍ତ୍ରୀ। ସମସ୍ତେ ସେଠି ଦେଖା ହେଉଥିଲୁ। ଆଉ ମୁଁ ସବୁଆଡ଼କୁ ଖାଲି ଭିଡ଼ିଓଟାରି ହେଉଥିଲି। ମନରେ ଥିଲା ସବୁ ନିଜ ଲୋକମାନଙ୍କୁ ମୁଁ ଗୋଟିଏ ଭିଡ଼ିଓରେ ବାନ୍ଧି ରଖିବି। ଆଉ ଏମାନେ ହେଲେ ଆମର ନୂଆ ବନ୍ଧୁ, କିନ୍ତୁ ମୋର ପୁରୁଣା। କାହିଁକି? ସେମାନେ ମୋ ଜୀବନ ସାରାକୁ ଅନେକ ଦିନ ଦେଖୁଛନ୍ତି। ହେଲେ ବନ୍ଧୁ ନୂଆ ହେଲେ ବି ପରିବାର ପୁରୁଣା ଭଳିଆ ମୋତେ ଲାଗିଲା। ତାଙ୍କ ସାଙ୍ଗେ କିଛି କଥା ହେଇ ପୁଣି ଏପଟକୁ ଚାଲି ଆସିଲି। ବାପଘର ଗାଁ ଲୋକଟି, ତାଙ୍କ ସାଙ୍ଗେ ଟିକେ ଅଧିକ ଦୁଃଖ ସୁଖ ନହେଲେ କ'ଣ ଭଲ ଲାଗିବ? ତେଣେ ଝିଅ ଜୋଇଁଙ୍କର ସିଆଡ଼େ କାର୍ଯ୍ୟକ୍ରମ ଚାଲୁଥିଲା। ସେପଟକୁ ବି ଟିକେ ନଜର ପକାଇ ଦେଉଥିଲି। ମୁଁ ଖାଲି ଏମିତି ଏପଟ ସେପଟ ହେଉଥିଲି। କେଉଁଠି ମନବୋଧ ହେଉନଥିଲା। କାହାରି ସାଙ୍ଗେ କଥା ରଖିବା ସରିପାରୁନଥିଲା। ଏଠୁ ପଦେ ସେଠୁ ପଦେ ଏମିତି କଥା ହେଇ ହେଇ ଖାଲି ଏପଟ ସେପଟ ହେଉଥିଲି। ଆଉ ସବୁ ଆତ୍ମୀୟଙ୍କୁ ଥରେ ଥରେ ମୋ ଭିଡ଼ିଓକୁ ଆଣିବାକୁ ଚେଷ୍ଟା କରୁଥିଲି। ଏଇଟା ଝିଅ ଜୋଇଁ ବି ଯାଇ ତାଙ୍କ ସାଙ୍ଗେ ଫଟୋ ଉଠେଇଲେ। କେହି ଏମାନଙ୍କ କଥା ବୁଝନ୍ତିନି। ଏମାନଙ୍କ କଥା ମାନେ କ'ଣ କହିଲେ, ଯାହା ପାଇଁ ସବୁ ଫଙ୍କସନ୍ ହେଉଥାଏ ଇଏ ଶଳା ଭିଣେଇ ତାଙ୍କର ବସିକି ନିର୍ଧୁମ ଗପୁଥିଲେ। ଯାହାହେଲେ ସମ୍ପର୍କରେ ଶଳା ଭିଣେଇ ତ। ମୁଁ କେଉଁ କଥା କହୁଥିଲି କହିଲେ, ଏଇ ଯେଉଁ ଝିଅ ଜୋଇଁ ବା ପୁଅ ବୋହୂ ସମସ୍ତେ ତାଙ୍କ ସାଙ୍ଗେ ଖାଲି ଫଟୋ ଉଠାଇବାକୁ ଚାହୁଁଥିବେ। ଆଉ ସିଏ ଗଲା ଠିଆ ହେଇ ପୋଜ୍ ଦେଉଥିବେ। ଇଏ ହେଲେ ମୋର ପ୍ରମୋଦ ଭାଇଙ୍କ ପରିବାର। ତାଙ୍କ ବିଷୟରେ ମୁଁ କେବେ କହିବାକୁ ସୁଯୋଗ ପାଇନାହିଁ। ହେଲେ ସିଏ ବି ମୋର ଜଣେ ଭାଇ। ମୁଁ ସମସ୍ତଙ୍କ ସାଙ୍ଗେ ମିଶିଲା ବେଳେ ଭାବୁଥିଲି, ଆରେ ମୁଁ ମୋ ଝିଅ ଜୋଇଁଙ୍କ ସାଙ୍ଗରେ ଟିକେ ଫଟୋ କି ଭିଡ଼ିଓ କରିପାରିନି ଯେ। ପୁଣି ତାଙ୍କ ପାଖକୁ ବି ଟିକେ ଧାଇଁ ଯାଉଥିଲି। ଦେଖିଲେ କେମିତି ସୁନ୍ଦର ଭାବରେ ପରିବେଶ ସଜା ହେଇଛି। ଆଉ ସମସ୍ତେ ସେଇମାନଙ୍କ ଆଡ଼କୁ ହିଁ ଅନେଇ ରହିଛନ୍ତି। ପ୍ରକୃତରେ ଆମର ଯେଉଁଟା ପାରମ୍ପରିକ କାର୍ଯ୍ୟକ୍ରମ, ମନ୍ଦିରରେ ନିର୍ବନ୍ଧ କାମ ସକାଳୁ ହିଁ ଶେଷ ହେଇଯାଇଥିଲା। ଏଇଟା ଥିଲା ଏବେକା ପିଢ଼ିର କାର୍ଯ୍ୟକ୍ରମ। ମୁଁ ତ ସବୁବେଳେ କହିଛି ଆମେ ଦୁଇଟା ଯାକ ଗ୍ରହଣ କଲେ ଚଳିବ, କିନ୍ତୁ ଆମ ନିଜର ଯେଉଁଟା କାର୍ଯ୍ୟକ୍ରମକୁ ବାଦ୍ ଦେଇକି କେବଳ ଆଜିକାଲିକା ନାଁରେ ପଶ୍ଚିମ ସଭ୍ୟତାକୁ ଆପଣେଇଲେ ଚଳିବନି। ଇଏ ତ ହେଲେ ଭାଇ ସାନ୍ତେ, ମାନେ ମୋ ଝିଆରୀର ଭାଇ ଭାଉଜ। ତେଣୁ ସେ ବ୍ୟସ୍ତ ରହିବା ସ୍ୱାଭାବିକ। ଆଉ ଇଏ ହେଲେ ପ୍ରମୋଦ ଭାଇଙ୍କ ପରିବାରର। ହଁ, ଏ ପରା ମୋ ପୁତୁରା ବୋହୂ। ଆଉ ସିଏ ମୋର ପ୍ରମୋଦ ଭାଇ, ସେ ଭାଉଜ ଆଉ ତାଙ୍କର ଏକମାତ୍ର ଗେହ୍ଲା ପୁଅ ବୋହୂ। ସେମାନେ ସମସ୍ତେ ବି ଆସିଥିଲେ। ସମସ୍ତଙ୍କୁ ମୁଁ ଖାଲି ଏମିତି ଏପଟ ସେପଟ ହେଇ ଭେଟୁଥିଲି। ଆଉ ଇଏ ହେଉଛି ମୋର ବହୁ ପୁରୁଣା ସାଙ୍ଗ। ସେ ମୋର ଉପର କ୍ଲାସ୍ରେ ପଢ଼ୁଥିଲା ସତ, କିନ୍ତୁ ଆମେ ବହୁତ ସାଙ୍ଗ ହେଉଥିଲୁ। ସାଙ୍ଗ ହେଇକି ଆମେ ରାଧାକୃଷ୍ଣ ନାଚ ବି କରିଛୁ। ସେସବୁ କଥା ମୋର ବହୁତ ମନେ ପଡ଼ୁଥିଲା। ଆଉ ଇଏ ହେଲେ ଶାଶୁମା ସାନ୍ତାଣୀ। ସେ ଭେରି ବିଜି, ରହିବା ସ୍ୱାଭାବିକ। ଝିଅ ବାହାଘର କରିବ ପରା, ଆଜି ତା ଝିଅର ନିର୍ବନ୍ଧ। ତେଣୁ ସେ ବ୍ୟସ୍ତ ରହୁଥିଲା। ମୁଁ ତାକୁ ବଡ଼ କଷ୍ଟରେ ଫଟୋ ଉଠାଇ ନେଲି। ଆଉ ଇଏ ହେଲେ ମୋର ଜଣେ ଝିଆରୀ, ମାନେ ଇଏ ବି ମୋ ଯେଉଁ ସାନ ନଣନ୍ଦ ପକ୍ଷରୁ। ଆଉ ଇଏ ଆମ ସମୁଦି ସାନ୍ତ, ଆଉ ଇଏ ସମୁଦୁଣୀ ସାନ୍ତାଣୀ, ମାନେ ମୋ ଗୁଲୁରୀର ଶାଶୁ ଆଉ ଶ୍ୱଶୁର। ସେମାନେ ବି ସେଠି ବସିଥିଲେ। ତାପରେ ଆସିଗଲେ ବଡ଼ ପରି ଦିଶୁଥିବା
ମୋ ସାନ ଭାଇ, ତାର ସ୍ତ୍ରୀ ଆଉ ତାର ଗେହ୍ଲା ଝିଅ। ପୁଅ ତ ସାଙ୍ଗମାନଙ୍କ ସାଙ୍ଗେ ଖାଲି ଏପଟ ସେପଟ ହେଉଥିଲା, ତେଣୁ ତାକୁ ମୁଁ ଦେଖେଇ ପାରିଲି କି ନାହିଁ କେଜାଣି। ଜମା ବ୍ୟସ୍ତ ହୁଅନ୍ତୁନି, ଆମେ ସମସ୍ତେ ପୁଣି ଖୁବ୍ ଶୀଘ୍ର ଭେଟଘାଟ ହେବା। ଆଉ ମୁଁ ସେତିକିବେଳେ ସମସ୍ତଙ୍କୁ ଗୋଟି ଗୋଟି କରି ଚିହ୍ନେଇ ଦେବି। ଏଇ 2 ଜଣଙ୍କ ପାଇଁ ପୁଣି ଆମର ଏକାଠି ହେବାର ସମୟ ଆସିଗଲା। ସେମାନେ ତାଙ୍କ ଜୀବନ ପାଇଁ ଏକାଠି ହେବେ, ଆଉ ଆମେ ସମସ୍ତେ ଏକାଠି ହେବୁ ତାଙ୍କୁ ଆଶୀର୍ବାଦ ଦେବା ପାଇଁ। ସେଇ ଶୁଭକ୍ଷଣି ଖୁବ୍ ନିକଟ ହୋଇଗଲାଣି। ଆଜି ଯେଉଁମାନଙ୍କ ବିଷୟରେ କହିପାରିନି ବା ଯେଉଁମାନଙ୍କୁ ଠିକ୍ ସେ ଦେଖେଇ ପାରିନି, ସେମାନଙ୍କୁ ଦେଖିବାରେ ଆପଣଙ୍କର ଆଉ ବିଳମ୍ବ ହେବନି। କାହିଁକି ନା ତାଙ୍କର ବାହାଘର ଦିନ ପାଖେଇ ଆସିଲାଣି। ଆଉ ଆମେ ସବୁ କ'ଣ ନ ଯିବୁ? ଝିଆରୀ ବାହାଘରଟି ନ ଯିବୁ କେମିତି? ସେଇଠିକି ଗଲେ ପୁଣି ସବୁ ବିଷୟରେ କଥା ହେବା। ମୁଁ ଖାଲି ଠାକୁରଙ୍କୁ ପ୍ରାର୍ଥନା କରୁଥିଲି, ପିଲାମାନେ ସୁଖୀ ହୁଅନ୍ତୁ। ପିଲାମାନେ ସୁଖୀ ହେଲେ ଗୁରୁଜନମାନଙ୍କର ମନ ପୁରି ଉଠେ। ସେତିକି ହିଁ ତ ପ୍ରାର୍ଥନା ସେମାନଙ୍କ ପାଇଁ ସବୁବେଳେ। ଆଜି ବି ମୁଁ ବାରମ୍ବାର ସେଇ ପ୍ରାର୍ଥନା କରୁଥିଲି ଏବଂ ସମସ୍ତଙ୍କ ସାଙ୍ଗେ କଥା ହେବା ଭିତରେ ବି ସେ ଦୁହିଁଙ୍କୁ ହିଁ ଅନଉଥିଲି। ଏମାନେ ଯିବାକୁ ବାହାରି ପଡ଼ିଲେ। ଇଏ ପ୍ରମୋଦ ଭାଇଙ୍କ ପୁଅ ଆଉ ବୋହୂ। ଜଣେ ଜଣେ ତରତରରେ ଦୂର ବାଟିଆ ଲୋକ ବି ଫେରି ଯାଉଥିଲେ। ଏମିତି ଏମିତି ମେଳା ଭାଙ୍ଗିଗଲା, କାମ ଶେଷ ହୋଇଗଲା। ସେଦିନ ପ୍ରବଳ ବର୍ଷା ହେଇଥିଲା। ମୋ ଝିଆରୀର ନାଁ ବି ବର୍ଷା ଥିଲା। ମୁଁ କହିଲି ଯାହା ହଉ, ତା ନାମକରଣ ସାର୍ଥକ ହେଲା। କିନ୍ତୁ ମନେ ମନେ ଖୁସି ହେଉଥିଲି। ଶୁଭ କାମରେ ବର୍ଷା ହେଲେ ଭଲ ବୋଲି ଧରାଯାଏ ବା ତାକୁ ଭଗବାନଙ୍କର ଆଶୀର୍ବାଦ ବୋଲି ଧରାଯାଏ। ମୁଁ ବି ମନ ଭରି ତାକୁ ଆଶୀର୍ବାଦ କରୁଥିଲି। ଝିଅ ମୋର ଶାଶୁ ଘରକୁ ଯାଇ ସମସ୍ତଙ୍କ ମନ ନେଇ ସୁଖ ଆନନ୍ଦରେ ରହୁ। ତାଙ୍କର ଦାମ୍ପତ୍ୟ ଆନନ୍ଦରେ ଭରି ଉଠୁ। ୟାଠୁ ବଡ଼ ଆନନ୍ଦ ଆଉ କ'ଣ ଅଛି? ମୋ ପିଲାମାନେ ସମସ୍ତେ ସୁଖରେ ରୁହନ୍ତୁ।